ଏବେ ଆସନ୍ତୁ ଯିବା ଆଜିର ଅନୁଚିନ୍ତା। ଆଜିର ଅନୁଚିନ୍ତାରେ ଗୋଟେ ଭଲ କଥା ମନ ଦେଇକି ଶୁଣିବେ। ମଣିଷ ଶରୀରରେ ରୋଗ ସୃଷ୍ଟି ହେବାର ମୁଖ୍ୟ ଭୂମିକା ତିନି ଜଣ ନେଇଥାନ୍ତି। କିଏ କିଏ? କଫ, ବାତ ଏବଂ ପିତ୍ତ। ତ୍ରିଦୋଷ ଆକୁ କୁହାଯାଏ। ଯଦି କଫ ଅଧିକ ହେଇଗଲା ରୋଗ, ଯଦି ପିତ୍ତ ଅଧିକ ହେଇଗଲା ରୋଗ, ଯଦି ବାତ ଅଧିକ ହେଇଗଲା ରୋଗ, ଯଦି କମିଗଲା ତାହେଲେ ମଧ୍ୟ ରୋଗ। ତେଣୁ ଏ ତିନୋଟି ଜିନିଷର ସନ୍ତୁଳନ ଯଦି ଠିକ୍ ସେ ରକ୍ଷା ହେବ, କେବେ ବି ରୋଗ ମଣିଷ ଶରୀରକୁ ଆକ୍ରମଣ କରିବ ନାହିଁ। ତା ଭିତରେ ମୁଖ୍ୟ ଭୂମିକା ଗ୍ରହଣ କରେ କଫ। ଯଦି କଫଟା ଅଧିକ ହେଇଗଲା ବହୁତ କ୍ଷତିକାରକ ଆଜ୍ଞା। ଯଦି ତେଣୁ କଫ ଯଦି ଅଧିକ ହେଲା ତାକୁ ନଷ୍ଟ କେମିତି କରିବେ? କଫ ତ ଛାତିରେ ଜମା ହେଇକି ରହିବ ନା, ତାକୁ ନଷ୍ଟ କେମିତି କରିବେ? ବୈଦ୍ୟ ଶାସ୍ତ୍ରରେ ସୁନ୍ଦର ପରାମର୍ଶ ଦେଇଛନ୍ତି ବୈଦ୍ୟରାଜମାନେ। କ'ଣ କହିଛନ୍ତି ଶୁଣନ୍ତୁ। ଯଦି କଫ ଅଧିକ ହେଇଗଲା ତେବେ ପିପଳି ଯେଉଁ ଶୁଣ୍ଠି ପିପଳି ଯେଉଁ ଖିଆଯାଏ, ପିପଳିକୁ ଗୋଟେ ପିପଳି ଆଣିକି ତାକୁ ଚୂର୍ଣ୍ଣ କରିଦେବେ, ଗୁଣ୍ଡ କରିଦେବେ ଏବଂ ଟିକିଏ ପିପଳି ଗୁଣ୍ଡ ସହିତ ଟିକିଏ ମହୁ ମିଶାଇ ତାକୁ ଚାଟି ଚାଟି ଖାଇଦେବେ। ସକାଳୁ ଥରେ, 4ଟା ବେଳକୁ ଥରେ, ରାତି ଶୋଇବା ପୂର୍ବରୁ ଥରେ, ଦିନକୁ 3 ଥର, ଅତି କମରେ 4-5 ଦିନ କରିଦିଅନ୍ତୁ। ଏବଂ ଆଉ ଗୋଟେ ଶାଗ ଅଛି ଆଜ୍ଞା, ସେ ଶାଗର ନାଁ ହେଉଛି ଜୟନ୍ତୀ ଶାଗ। ସବୁ ଜାଗାରେ ସେ ଶାଗ ମିଳେ। ଜୟନ୍ତୀ ପତ୍ରକୁ ଶାଗ କରି ଯଦି ତା ସାଙ୍ଗରେ ଖାଆନ୍ତି, ଅତି କମ୍ ଦିନ ଭିତରେ ସବୁ କଫ ଗୁଡ଼ାକ ବାହାରି ପଡ଼ିବ। କଫ ଆଦୌ ରହିବ ନାହିଁ। ପାଳନ କଲେ ମଙ୍ଗଳ ହେବ।